ଜୟ ଜଗନ୍ନାଥ ଜୟ ଶ୍ରୀରାମ। ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଓଡ଼ିଶାରେ ଆମର ବୁର୍ଲା ମେଡ଼ିକାଲ କଲେଜ ବା ଭୀମସାର ବୁର୍ଲାରେ ଆପଣଙ୍କର 50 ସିଟ୍ ଇନକ୍ରିଜ୍ ହେବା ଫଳରେ ଓଡ଼ିଶାରେ ବର୍ତ୍ତମାନ ପାଇଁ କେତେଟା MBBS କଲେଜ ଅଛି, ଗଭର୍ଣ୍ଣମେଣ୍ଟ କେତେଟା, ପ୍ରାଇଭେଟ୍ କେତେଟା, ଆଉ ଟୋଟାଲ୍ ସିଟ୍ ବର୍ତ୍ତମାନ ପାଇଁ କେତେ ହେଲା। এইটা ଯେଉଁ ଅପଲୋଡ଼ କରାଯାଇଛି ଏଇଟା ହେଉଛି ଆପଣଙ୍କର ଦେଖନ୍ତୁ ସିଟ୍ ଉପରେ ବି ଲେଖା ହେଇଛି ସିଟ୍ ମ୍ୟାଟ୍ରିକ୍ସ ଫର୍ ଆପଣଙ୍କର ଏକାଡେମିକ୍ ଇୟର୍ 2026-27 ଫର୍ UG କୋର୍ସ MBBS। ଠିକ୍ ଅଛି, ତ ଆମେ ଓଡ଼ିଶାକୁ ଯଦି ଦେଖିବା କ୍ଲିଅରଲି ଯାଇକି ଓଡ଼ିଶାରେ ବର୍ତ୍ତମାନ ପାଇଁ ଆପଣଙ୍କର 14ଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜ ତାଳଚେର ଫୁଲବାଣୀ 2025 ମସିହାରେ ଆଡ଼୍ ହେଲା। 14ଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜରେ 1800 ସିଟ୍ ଥିଲା, 50ଟା ସିଟ୍ ବର୍ତ୍ତମାନ ପାଇଁ ଆଡ଼୍ ହେଲା। ଆଜି 1850ଟା ସିଟ୍ ହେଲା। କ୍ଲିଅର କେତେ ହେଲା? 1850। କିନ୍ତୁ 1850ରୁ ଆପଣମାନେ ସମସ୍ତେ ଜାଣିଛନ୍ତି 1850ର 15% বা 1850 ଇଣ୍ଟୁ 15 ଡିଭାଇଡେଡ଼ ବାଇ 100 277ଟା ସିଟ୍ ଆପଣଙ୍କର କଟା ହେଇଯିବ, ଅଲ୍ ଇଣ୍ଡିଆ କୋଟାକୁ ପଳେଇବ। ତ 1850ରୁ ଆପଣଙ୍କର 277ଟା ସିଟ୍ ଗଲେ ପ୍ରାୟ ପାଖାପାଖି ଆପଣଙ୍କର 1573 ସିଟ୍ ଆପଣଙ୍କର ଓଡ଼ିଶାର ଷ୍ଟେଟ୍ ଡୋମିସାଇଲ୍ ପିଲା ବା ଓଡ଼ିଶାର ରେସିଡେଣ୍ଟ ସାର୍ଟିଫିକେଟ୍ ପିଲା ପାଇଁ ଆଭେଲେବୁଲ୍ ଅଛି। ତା ଭିତରେ ଆପଣଙ୍କର SC SC ST SCBC ନ୍ୟୁ ରିଜର୍ଭେସନ୍ ଆପଣଙ୍କର ବର୍ତ୍ତମାନ ପାଇଁ ଓଡ଼ିଶାରେ ଲାଗୁ ହେଇଛି, ତ ତାର ବି ସିଟ୍ ଆପଣଙ୍କର କଟିଯିବ। ବା ଆମେ ଯଦି କହିବା SCର ରିଜର୍ଭେସନ୍, ଆଜ୍ ୟୁ ନୋ ଦ୍ୟାଟ୍ ଆକର୍ଡିଂ ଟୁ ନ୍ୟୁ ଡାଟା ST ରିଜର୍ଭେସନ୍ 22.5%, ଏ 1573 22.5% ପଳେଇବ। SCର ଆପଣଙ୍କର 16.25% ପଳେଇବ ସିଟ୍, SCBCର 11.25% ପଳେଇବ, EWSର ସିଟ୍ ପଳେଇବ। ଗଲା ପରେ ଆପଣଙ୍କର ଜେନେରାଲ କାଟାଗୋରୀ ପାଇଁ ସେତିକି ପଳେଇବ। ମୁଁ ତା ପାଇଁ ଗୋଟେ ଭିଡ଼ିଓ ପ୍ରପରଲି ଆଣିବି, କିଛି ବ୍ୟସ୍ତ ହେବା ଦରକାର ନାହିଁ। ଆହୁରି ସିଟ୍ ବଢ଼ିବାର ଚାନ୍ସ ଅଛି ଆଗକୁ। ଇଏ 50ଟା ସିଟ୍ ବଢ଼ିଛି, କୋରାପୁଟ ଏରିକାରେ ବଢ଼ିପାରେ, ଯାଜପୁରରେ ବଢ଼ିପାରେ। କିନ୍ତୁ ଅଫିସିଆଲ ନୋଟିଫିକେସନ୍ ଆଜି ଯାହା ଆସିଲା, ମାନେ 15 ଜୁଲାଇରେ ଯାହା ଆସିଲା, ମୁଁ ସେଇଟା ଆପଣଙ୍କୁ ଦେଖାଇ ଦେଉଛି। କ୍ଲିଅର? ତ 14ଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜରେ 1850ଟା ସିଟ୍ ବର୍ତ୍ତମାନ ପାଇଁ ଆମର ହେଲା। ତାପରେ ଓଡ଼ିଶାରେ 6ଟା ପ୍ରାଇଭେଟ୍ କଲେଜ ଅଛି। କେତେଟା ପ୍ରାଇଭେଟ୍ କଲେଜ? ନା 6ଟା। କ'ଣ 6ଟା ପ୍ରାଇଭେଟ୍ କଲେଜ? ଏଠି ଦେଖନ୍ତୁ 6ଟା ପ୍ରାଇଭେଟ୍ କଲେଜ। ସମ୍ 1, ସମ୍ 2 କିମ୍ସ, ହାଇଟେକ୍ ଭୁବନେଶ୍ୱର, ହାଇଟେକ୍ ରାଉରକେଲା, ଡ୍ରିମ୍ସ। 6ଟା ପ୍ରାଇଭେଟ୍ କଲେଜରେ 1100 ସିଟ୍ ଅଛି। 6ଟା ପ୍ରାଇଭେଟ୍ କଲେଜରେ ଟୋଟାଲ୍ 1100ଟା ସିଟ୍ ଅଛି। କେମିତି ନା ହାଇଟେକ୍ ଭୁବନେଶ୍ୱରରେ ଆପଣ ଜାଣିଛନ୍ତି 150 ସିଟ୍, ହାଇଟେକ୍ ରାଉରକେଲାରେ 100 ସିଟ୍, ଡ୍ରିମ୍ସରେ ଆପଣଙ୍କର 100ଟା ସିଟ୍। ଇଏ ହେଇଗଲା କେତେ ଆପଣଙ୍କର? ପ୍ରାୟ ଆପଣଙ୍କର 350 ସିଟ୍। କ୍ଲିଅର? ସେଇ ଭିତରେ ଆପଣ ଦେଖିବେ ସମ୍ 1ରେ ଆପଣଙ୍କର 250 ସିଟ୍, ସମ୍ 2ରେ ଆପଣଙ୍କର 250 ସିଟ୍, କିମ୍ସରେ ଆପଣଙ୍କର 250 ସିଟ୍। ତ ଟୋଟାଲ୍ ଆପଣଙ୍କର ବଢ଼ିଗଲା ଟୋଟାଲ୍ ଆପଣଙ୍କର ହେଲା 750। ତ 750 ଇଏ 350 ମିଶିଗଲେ ଆପଣଙ୍କର 1100 ସିଟ୍ ଗଲା 6ଟା ପ୍ରାଇଭେଟ୍ର। ବୁଝିହେଲା? ଆଉ ତ ଟୋଟାଲ୍ ତାହେଲେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କେତେଟା ହେଲା? 20ଟା ମେଡ଼ିକାଲ କଲେଜ, 14ଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜ ଆଣ୍ଡ ଆପଣଙ୍କର 6ଟା ପ୍ରାଇଭେଟ୍ ମେଡ଼ିକାଲ କଲେଜ। 14ଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜରେ 1850 ସିଟ୍, 6ଟା ପ୍ରାଇଭେଟ୍ ମେଡ଼ିକାଲ କଲେଜରେ 1100 ସିଟ୍। ତାହେଲେ ଗଭର୍ଣ୍ଣମେଣ୍ଟ ଆଉ ପ୍ରାଇଭେଟ୍ ମିଶେଇକିରି ପ୍ରାଇଭେଟ୍ ଆପଣଙ୍କର 1100, ଗଭର୍ଣ୍ଣମେଣ୍ଟ ଆପଣଙ୍କର 1850। ତ 1100 ଆଉ 1850 ମିଶିକିରି ଆପଣଙ୍କର 2950। ଓଡ଼ିଶାରେ ଟୋଟାଲ୍ ଆପଣଙ୍କର 2950 ସିଟ୍ ବର୍ତ୍ତମାନ ପାଇଁ ଅଛି। ବୁଝିହେଲା? କିନ୍ତୁ 2950 ଆପଣଙ୍କର ଖାଲି ଗଭର୍ଣ୍ଣମେଣ୍ଟରେ ଆପଣଙ୍କର 1850, ପ୍ରାଇଭେଟ୍ରେ ଆପଣଙ୍କର 1100 ମିଶିକିରି ଆପଣଙ୍କର 2950। ପ୍ରାଇଭେଟ୍ ଭିତରେ ପୁଣି ସମ୍ 1, ସମ୍ 2 କିମ୍ସ ଅଛି, ଡିମ୍ଡ ୟୁନିଭର୍ସିଟି ଯାହାର ବଜେଟ୍ ହାଇ। ବୁଝିପାରିଲେ? ସମ୍ 1 ରହୁଛି 22 ଲକ୍ଷ ଭଳିଆ, 21 ଲକ୍ଷ ସମଥିଙ୍ଗଟା 22 ଲକ୍ଷ ଧରନ୍ତୁ। ସମ୍ 2ଟା ଆପଣ 18 ଲକ୍ଷ ଧରନ୍ତୁ, କିମ୍ସଟା 18 ଲକ୍ଷ 50 ଧରନ୍ତୁ, ଟ୍ୟୁସନ୍ ଫି ତା ବାଦ ହଷ୍ଟେଲ ଫି ଅଛି।
हाईटेक भुवनेश्वर आपणकर 11,56,000, राउरकेला 8,54,000, ड्रीम्स 9,08,000 ट्यूशन फी ता बाद हॉस्टल फी अच्छी एक्स्ट्रा फी अच्छी। गवर्नमेंट फीज हूँ 37,950 टका। ताले ओडिशा रे 2950 सीट बर्तमान पे अच्छी। ऑल इंडिया रे टोटाल इंडिया रे बर्तमान पे आपणकर 136,939 सीट अच्छी टोटाल इंडिया रे। टोटाल इंडिया रे आपणकर 136,939 सीट, 883टा मेडिकल कॉलेज, 883 मेडिकल कॉलेज भितर गवर्नमेंट प्राइवेट डीम्ड सब मिसिक अच्छी। ठीक अच्छे, तो ये हूँ आपंकर रिसेंट डाटा। जदि किसी सीट आगू बढ़ कोरापुट हो कि आपंकर जाजपुर हो कि एनी मेडिकल कॉलेज रे जदि आपंकर सीट बढ़ डेफिनेटली सबू वर्गर पिला एटा गुड न्यूज हम एंड ओडिशा रे सीट बढ़िया भी दरकार। ठीक अच्छे, तेणुक आपरे निहती आइडिया थी जो आपंकर एनएमसी तरफ सीट मैट्रिक्स भी पब्लिश हो सारी। नुआ मेडिकल कॉलेज आपणकर ऑल इंडिया लेवल रे 7टा नुआ गवर्नमेंट मेडिकल कॉलेज ओपन होती, जो आपणकर 5टा केवल छत्तीसगढ़ अच्छी, गोटे आंध्र प्रदेश अच्छी, गोटे सिक्किम अच्छी। 7टा मेडिकल कॉलेज रु 400टा सीट बर्तमान बढ़ी। 400 रो 15% सीट पड़ेब ऑल इंडिया कोटा, 15% सीट उपर आमे माने भी भाग दे पारे। तो यहाँ गोटे निहत रूप से इम्पोर्टाट पॉइंट। सो लेट्स सी आगू कौन होची, एटा वीडियो को एंड करवा। थैंक यू, धन्यवाद।